ଚାଇନାର ଲୋକମାନଙ୍କର ସିଭିକ୍ ସେନ୍ସ ପୁରା ଜିରୋ। ଏଠିକାର ଯୁଆଡେ ଯିବେ ଆପଣମାନଙ୍କୁ ଅଳିଆ ଦେଖିବା ପାଇଁ ମିଳିବ। ଏଠିକାର ରାସ୍ତାଘାଟରେ ଆପଣମାନେ ଚାଲି ବି ପାରିବେ ନାହିଁ। ଆପଣମାନେ ଏବେ ଭାଇରାଲ ଭିଡିଓ ଦେଖୁଥିବେ ଇନଷ୍ଟା, ଟ୍ୱିଟର ଆଉ ଏକ୍ସ ରେ ଯେ ଚାଇନା ଏଗନେଷ୍ଟରେ ବହୁତ ଭିଡିଓ ଭାଇରାଲ ହଉଛି। ଚାଇନାର ସିଭିକ୍ ସେନ୍ସ କିଛି ଜିରୋ ଟୋଟାଲି ଅଛି। ଆଉ ଯୁଆଡେ ଯିବେ ଖାଲି ଅଳିଆ ଆବର୍ଜନା ଅଛି। ତାହା କେତେ ମାତ୍ରା ସତ୍ୟ ଏହି ଭିଡିଓରେ ଆପଣମାନଙ୍କୁ ଜାଣିବା ପାଇଁ ମିଳିବ। ହାଇ ଏଭ୍ରିୱାନ୍, ମୁଁ ନରେଶ ଚାଇନା ଆଉ ଇଣ୍ଡିଆ କମ୍ପାରିଜନ ସିରିଜରେ ଆଉ ଗୋଟେ ଟପିକ ଆପଣମାନଙ୍କୁ ୱେଲକମ୍ କରୁଛି, ଯାହାର ଟପିକ ନା ମାନେ କହିବାକୁ ଗଲେ ମାନେ ସିଭିକ୍ ସେନ୍ସ, ମାନବିକତା ଆଉ ଏନଭାୟରନମେଣ୍ଟକୁ ନେଇକି କେମିତି କ'ଣ ଚାଇନାର ସିଷ୍ଟମ ଅଛି ଆଉ ଇଣ୍ଡିଆ ସିଷ୍ଟମ ଅଛି, ତା ଉପରେ ଆମେ ଆଜି ଡିସ୍କସନ କରିବା। ଆଉ ଏଇ ଟପିକ ଯିବା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟେ କଥା କହିବି ଯେ ରିଆଲିଟି ହିସାବରେ ମୁଁ ଆପଣମାନଙ୍କୁ ଏକ୍ସପ୍ଲାନେସନ ଦେବି। ଆପଣମାନଙ୍କୁ ଦେହକୁ କେବେ ନେବେ ନାହିଁ। ଆଉ ତାର ରିଆଲିଟି ଆପଣମାନେ ଭାବିବେ କେମିତି କ'ଣ ମୁଁ କହୁଛି ସତ୍ୟତା କି କେତେ ମାତ୍ରା ଭୁଲ କେତେ ମାତ୍ରା ଠିକ ଆପଣମାନେ ଜାଣିପାରିବେ। ଯୋଉ ସବୁ ଭିଡିଓ ଭାଇରାଲ ହଉଛି ଚାଇନା ଏଗନେଷ୍ଟରେ, ତ ସେ ସବୁ ଭିଡିଓ ଉପରେ ମୁଁ ଗୋଟେ ହିଁ ପଏଣ୍ଟ କହିବି ଆପଣମାନଙ୍କୁ, ଯିଏ ଚାଇନାରେ ରହିଛି, ଯିଏ ଚାଇନା ବିଷୟରେ ଅଧିକ ଜାଣିଛି, ସିଏ ହିଁ କହିପାରିବ। ଯଦି ଆପଣମାନେ କ୍ଲିୟର ଥାଇକି ଚାଇନା ବିଷୟରେ ଆପଣମାନେ ଗୋଟେ ପଏଣ୍ଟ କହିବେ, ଯଦି ତାର ଭ୍ୟାଲୁ କିଛି ରହିବ ହିଁ ନାହିଁ। ଆପଣମାନେ ଏଠି ନିହାତି କହିବେ ଯେ ମୁଁ ଚାଇନାର ସପୋର୍ଟ ନେଉଥିଲି, ବାକି ମୁଁ ଚାଇନାର ସପୋର୍ଟକୁ ନେଇ କିଛି ମୁଁ କହିବି ନାହିଁ। ମୁଁ ରିଆଲିଟି ହିସାବରେ କହିବି କି ପାଇଁ ନା ମୁଁ ଚାଇନାରେ ଗୋଟେ ବର୍ଷ 7 ମାସ ହେଲାଣି ରହିଲିଣି। ଆଉ ମତେ ଜଣା ଅଛି ଚାଇନାରେ କେମିତି କ'ଣ ସିଷ୍ଟମ ଅଛି, ଚାଇନାରେ ଏଠି ହଷ୍ଟେଲ ସିଷ୍ଟମ କେମିତି କ'ଣ ଅଛି, ଚାଇନା ରାସ୍ତାଘାଟ କେମିତି କ'ଣ ଅଛି, ବହୁତ କିଛି ଜଣା ଅଛି। ଆଉ ବହୁତ କିଛି ମୁଁ ଭିଜିଟ ବି କରିଛି। ଯୋଉ ଭାଇ ଭଉଣୀ ମାନେ ଚାଇନା ଆସିଥିବେ କି ଚାଇନା ଭିଜିଟ କରିଥିବେ, ସେମାନଙ୍କୁ ଆକ୍ଚୁଆଲି ଜଣା ଚାଇନାର ସିଷ୍ଟମ କେମିତି କ'ଣ ଅଛି, ଚାଇନା ରାସ୍ତାଘାଟ କେତେ ସୁନ୍ଦର, ଆଉ ଚାଇନା 2050 ଅଛି ନା 1900 ମସିହାରେ ଅଛି। ମାନେ ଯୋଉ ସବୁ ଭିଡିଓ ଭାଇରାଲ ହଉଛି, ଲୋକମାନେ କ୍ଲେମ କରୁଛନ୍ତି, ମାନେ ଆମର ଇଣ୍ଡିଆର ଲୋକମାନେ କ୍ଲେମ କରୁଛନ୍ତି ଚାଇନା 2050ରେ ନାହିଁ, ଚାଇନା 1900 ମସିହାରେ ଅଛି। କ'ଣ କହିବି ସେମାନଙ୍କୁ, ମୁଁ ଖୁସିକି କହିବି ନା କେମିତି ରିକ୍ୱେଷ୍ଟ କରି କହିବି ଜଣା ନାହିଁ। ବାକି ସେମାନେ ଖୁସି ହେଇଯାଉଛନ୍ତି ଚାଇନା ଏଗନେଷ୍ଟରେ ଏମିତି ଭାଇରାଲ ଭିଡିଓ ବନେଇକି। ମାନେ ଅନ୍ୟ ଦେଶର ଭିଡିଓକୁ ଭାଇରାଲ କରିବା ପୂର୍ବରୁ ଆମେ ନିଜ ଦେଶର କେମିତି ଇମ୍ପ୍ରୁଭମେଣ୍ଟ ହବ, ନିଜ ଦେଶର କେମିତି ଏନଭାୟରନମେଣ୍ଟ ଭଲ ରହିବ, ନିଜ ଦେଶର ଲୋକଙ୍କୁ କେମିତି ଆମେ ସିଭିକ୍ ସେନ୍ସ ଶିଖେଇବା, ତା ଉପରେ ଆମେ ଇମ୍ପୋର୍ଟାନ୍ସ ଦେବା କଥା। ଯଦି ଡେଭଲପମେଣ୍ଟ, ସିଭିକ୍ ସେନ୍ସ ଆଉ ଏନଭାୟରନମେଣ୍ଟକୁ ନେଇକି ଆମେ କମ୍ପାରିଜନ କରିବା, ଦୁଇ ଦେଶର ଗୋଟେ ଫାଷ୍ଟ ପଏଣ୍ଟ ଆସିବ ଯେ ଧାର୍ମିକ। ଯେ ଚାଇନାର ଲୋକମାନେ ଏଥିଷ୍ଟ, ଆଉ ସେମାନେ କୌଣସି ଧର୍ମ, କୌଣସି ରିଲିଜନକୁ ସେମାନେ ବିଲିଭ କରନ୍ତି ନାହିଁ। ବାକି କମ୍ପାରିଜନରେ ଆମ ଦେଶର ବହୁତ ଡାଇଭର୍ସିଟି ଅଛି। ମାନେ ଆପଣ ଆମ ଦେଶରେ ରିଲିଜନକୁ ବିଲିଭ କରନ୍ତି, ଧର୍ମକୁ ବିଲିଭ କରନ୍ତି। ତ ସେଇ ପାଇଁ ଆମ ଦେଶର ବହୁତ ଧାର୍ମିକ ଅନୁଷ୍ଠାନ ଅଛି, ଯେମିତି ମନ୍ଦିର ହଉ କି ମସଜିଦ ହଉ କି ଚର୍ଚ୍ଚ ହଉ, ବହୁତ କିଛି। ଆଉ ଏଇଠି ଟର୍ଣ୍ଣିଂ ପଏଣ୍ଟ ଆସେ, ଆମେ ବିଲିଭ କରୁ ଯେ ଆମ ଦେଶର ଧାର୍ମିକ ସ୍ଥଳ ସବୁଠୁ ପବିତ୍ର। ବାକି ଆପଣମାନେ ଯଦି କମ୍ପାରିଜନ କରିବେ, ଆପଣମାନେ ଯାଇକି ଧାର୍ମିକ ସ୍ଥଳ ଭିଜିଟ କରିବେ, ଆମ ଦେଶର ଯୋଉ କୌଣସି ମନ୍ଦିର ହଉ, ମସଜିଦ ହଉ, ଚର୍ଚ୍ଚ ହଉ, ତ ସେଇ ସବୁ ଭିତରେ ପୁରା ପରିଷ୍କାର ପରିଚ୍ଛନ୍ନ ଥିବ, ଆମ ଦେବତା ପୁରା ପରିଷ୍କାର ପରିଚ୍ଛନ୍ନ ଥିବେ। ବାକି ସେଇ ଏରିଆରେ, ପାର୍ଟିକୁଲାର ସେଇ ଏରିଆରେ ଆପଣମାନେ ଦେଖିବେ ମାନେ ଅପରିଷ୍କାର ଥିବ। ଯେହେତୁ ମୁଁ ହିନ୍ଦୁ, ତ ଅନ୍ୟ ଧର୍ମ ବିଷୟରେ ମୋର ଏତେ କିଛି ଜ୍ଞାନ ନାହିଁ। ତ ହିନ୍ଦୁ ଧର୍ମରେ କ'ଣ ଘଟୁଛି କ'ଣ ନାହିଁ ତା ଉପରେ ମୋର କିଛି ନଲେଜ ଅଛି, ତା ଉପରେ ମୁଁ କହିବା ପାଇଁ ଚାହୁଁଛି। ଆମ ହିନ୍ଦୁ ଧର୍ମରେ ବିଲିଭ କରାଯାଏ, ଆପଣମାନେ ବିଲିଭ କରୁଥିବେ ଯେ ଆମେ ଯୋଉ କୌଣସି ମନ୍ଦିର ଯାଉ କି ଯୋଉଠି ଯାଉ, ପୂଜା ପଟୁଳି କରୁ। ପୂଜା କରିସାରିଲା ପରେ ଯାହା ବି ଅନ୍ୟାନ୍ୟ ସାମଗ୍ରୀ ରହିଯାଇଥାଏ, କି ଜରିଟେ ହଉ, ଧୂପଟେ ହଉ, ଯୋଉ କୌଣସି ବି, ତ ଆମର ମନ୍ଦିରରେ ଆମର ପୁରୋହିତ କୁହନ୍ତି ଯେ ଆପଣମାନେ ନେଇକି ଆକୁ ପାଣିରେ ବସେଇ ଦିଅନ୍ତୁ, ଆପଣଙ୍କର ପୁଣ୍ୟ ହବ କି ଅନ୍ୟ କିଛି। ଆଉ ଆପଣମାନେ ଜାଣିଥିବେ ଆମର ମ୍ୟାକ୍ସିମମ୍ ମୂର୍ତ୍ତି ପୂଜା ହୁଏ, ମୂର୍ତ୍ତିରେ ବହୁତ କେମିକାଲ ମିଶିଥାଏ। ଆଉ ଆମର ପୁରୋହିତ କୁହନ୍ତି ଯେ 7 ଦିନ କି 10 ଦିନ ପରେ ଆପଣମାନେ ଯାଇକି ସେ ମୂର୍ତ୍ତିକୁ ପାଣିରେ ବସେଇ ଦିଅନ୍ତୁ। ବାକି ଯୋଉ ମୂର୍ତ୍ତିକୁ ଆମେ 5 ଦିନ ଭଗବାନ ମାନୁ, ଆଉ 6ଠ ଦିନକୁ ଆମେ ସେଇ ମୂର୍ତ୍ତିକୁ ଗୋଇଠା ମାରୁ, ଅନ୍ୟାନ୍ୟ କରିକି ପାଣିରେ ନେଇକି ବସେଇ ଦେଇ ଆସୁ। ଆଉ ସେ ପାଣିରେ ବସିଲା ପରେ ସେଇ କେମିକାଲ ଯେତେବେଳେ ପାଣିରେ ମିଶେ, ସେ ପାଣିର ମାନେ ୟୁଜ୍ କରିବା ପାଇଁ ନାମ ନିଶାନି ନଥାଏ। ସେଇ ପାଣିକୁ ଆମେ ଇନଡାଇରେକ୍ଟଲି ୟୁଜ୍ କରୁ, ଯାହା ଦ୍ୱାରା ଆମର ଏନଭାୟରନମେଣ୍ଟ ଖରାପ ହୁଏ, ଆମର ନଦୀ ଖରାପ ହୁଏ, ଆମର ପଶୁ ପକ୍ଷୀ ମାନେ ସେଇ ପାଣିକୁ ପିଇକି ରୋଗରେ କ୍ରାନ୍ତି ହୁଅନ୍ତି, ମାନେ ବି ବହୁତ ରୋଗରେ ପୀଡ଼ିତ ହେଇଥାଏ। ତ ଆମ ହିନ୍ଦୁ ଧର୍ମର କଥାରେ ଅଛି, ଆମର ସମସ୍ତ ବସ୍ତୁ, ସମସ୍ତ ଏନଭାୟରନମେଣ୍ଟ, ସବୁ କିଛି ନଦୀ ନାଳ, ମାନେ ଗଛ ପତ୍ର, ସବୁ କିଛିକୁ ଆମେ ଭଗବାନ ମାନୁ। ତ ସେଇ ଅନୁସାରେ ଆମେ ସମସ୍ତଙ୍କୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ। ତ ସେଇ ହିସାବରେ ଆପଣମାନେ ଦେଖିବା ପାଇଁ ଗଲେ ଆମର ନଦୀ ସବୁଠୁ ବଡ଼ ନଦୀ କହିବାକୁ ଗଲେ ଗଙ୍ଗା ନଦୀ। ଗଙ୍ଗା ନଦୀକୁ ଆମେ ମା ବୋଲି କହୁ। ଆଉ ଗଙ୍ଗା ନଦୀର ଅବସ୍ଥା ଆଜି କେମିତି ଅଛି ଆପଣମାନେ ଠିକ ଜାଣିଥିବେ। ସେଇ ଗଙ୍ଗା ନଦୀର ପାଣିକୁ ଆମେ ଆଣି ଘରେ ରଖୁ, ଆଉ ସେଇ ପାଣିକୁ କୁଆଡେ ଆମେ ପିଇଲେ ଆମେ ଭାବୁ ଯେ ଆମେ ପବିତ୍ର ହେଇଯିବୁ। ଆଉ ସେଇ ପାଣିର ଡିମାଣ୍ଡ ଏତେ ଯେ ଲୋକମାନେ ତାକୁ ପଇସା ଦେଇକି ବି କିଣୁଛନ୍ତି ସେଇ ପାଣିକୁ, ଯେ ପବିତ୍ର ହେବା ପାଇଁ। ତ ଏଠି ଆପଣମାନଙ୍କୁ ମୁଁ କ'ଣ କହିବି, ମାନେ ଦୁଇ ଦେଶର ସବୁ କିଛି ନଦୀ ନାଳ ବହୁତ କିଛି ଅଛି ହେଲା। ତ ଆପଣମାନେ ଯଦି କମ୍ପାରିଜନ କରିବେ, ଆକାଶ ପାତାଳ ବହୁତ ଫରକ। ମାନେ ଏମିତି ବି ନୁହେଁ ଯେ ଚାଇନା ଭଳି ଦେଶରେ କୌଣସି ମାନେ କଳକାରଖାନା ନାହିଁ କି ଅନ୍ୟ କିଛି ନାହିଁ। ଦୁଇ ଦେଶର କଳକାରଖାନା ବି ଅଛି। ତ ଏମାନେ ନଦୀକୁ ମାନେ ମା ବୋଲି ନ ମନେ କରି ମା ବୋଲି ଟ୍ରିଟମେଣ୍ଟ କରନ୍ତି। ବାକି ଆମ ଦେଶର ମା ବୋଲି ମନେ କରିକି ମା ବୋଲି ମାନେ ଟ୍ରିଟମେଣ୍ଟ ଆମେ କରୁ ହିଁ ନାହିଁ। ଏଇଟା ହଉଛି ଡିଫରେନ୍ସ। ମାନେ ଚାଇନା ଭଳି ଦେଶରେ ମାନେ ଏଥିଷ୍ଟ ଥାଇକି ବି ସେମାନେ ନଦୀକୁ ମା ମନେ ନ କରିକି ବି ମା ବୋଲି ମାନେ ଟ୍ରିଟମେଣ୍ଟ ଦଉଛନ୍ତି। ବାକି ଆମ ଦେଶର ମା ବୋଲି ମନେ କରିକି ମା ବୋଲି ଟ୍ରିଟମେଣ୍ଟ ଦଉ ହିଁ ନା। ପଲ୍ୟୁସନ ହବାର ଗୋଟେ ମୂଳ କାରଣ ହଉଛି ପିକନିକ। ତ ଲୋକମାନେ ଯାଇକି ପିକନିକ ଭଲ ଭାବରେ କରିଦିଅନ୍ତି, ବାକି ସଫା କରନ୍ତି ନାହିଁ। ମୋର ଗୋଟେ ଅନୁରୋଧ ରହିବ, ଯୋଉମାନେ ପିକନିକ କରିବା ପାଇଁ ଯାଆନ୍ତି, ପ୍ଲିଜ ଆପଣଙ୍କର ନିଜର ଯେତିକି ସବୁ ସାମଗ୍ରୀ ରହିଯାଉଛି ତାକୁ ଡମ୍ପ କରିଦିଅନ୍ତୁ, ବା ଘରକୁ ନେଇ ଆସି ତାକୁ କେମିତି କ'ଣ ଅଳିଆ ଆବର୍ଜନା ସଠିକ ମାନେ ଇଏ କରିବେ। ଆଉ ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ ହଉଛି, ଆପଣମାନେ ସେଟା ଆପଣମାନଙ୍କୁ ଛୋଟ ଲାଗିପାରେ, ଯୋଉଟା ହଉଛି ଗୁଟକା, ତମ୍ବାଖୁ ସେବନ ଏସବୁରେ।
तो आपने देखिए अन्य कौन देश में एमती किसी सेवन ना तंबाकू अन्य कौन जहाद्वारा सेवन करके बारंबार मान थेप पकड़ पड़े बाकी आम देश में कौन से मेन इंपोर्टाट पॉइंट आप हिसाब करेंगे जो भी देखिए परिष्कार थो से देखिए नालिया से जगह कि आउ कौन हो तो मोर से भाई भौणी मान गोटे गोटे रिक्वेस्ट रे तंबाकू सेवन आपने करूँ बाकी जिते आपने थीपटा पकाउं जो डस्टबिन देखिए पकेबे कि आउ गोटे देखिए पकेबे जहाद्वारा परिष्कार माने परिष्कार रहिबा हमर एनवायरनमेंट आपन माने जोट भाबंतु आपन माने गुटकाटा खाइले गुटका जो छोटा जोटा अछि सामान जोटा तिरके पके दे जोट पर छिट पके तो ऑब्वियसली सेटा परिष्कार करिवो एनवायरनमेंट माने कहिबा गोले आपन माने एठी रियलाइज करि पारिबे हमर आचरण खराब बाकी आमे एक्सपेक्ट करू हमर एनवायरनमेंट सफा रहू बोली आ जोति पई आम देशर दिनकु दिन टेम्परेचर केमति बढ़ी चलची आ दिन थिला आमे 6टा ऋतु बोली आमे जानू बाकी आमे एबे माने फील करू ओनली 3टा ऋतु जोटा ग्रीष्म ऋतु वर्षा ऋतु शीत ऋतु आ 3टा ऋतु कुआडा पळलेन हमकु जणा ही नाही तो यहाँ हूँ मेन माने मुझे गोटे मेसेज देवार माने आमे केमिति एक्चुअल सिविक सेंस शिखा आमर परिवेश को केमति परिष्कार रखा जदि ये वीडियो आपको सतरे भल लगे प्लीज शेयर करेंगे आउ जो भाई भूण मैंने यही सब अपरिष्कार कर माने इनवल्व था प्लीज मुझे रिक्वेस्ट करी माने प्लीज प्लीज जिते दूर पारे प्लीज एनवायरनमेंट को सफा सुतरा रखिए सिविक सेंस टिके मेंटेन करेंगे केमती कौन मेंटेन कले आम एनवायरनमेंट ठीक परिष्कार रहा रिक्वेस्ट आपको करेंगे ये वीडियो को जिते मात्रा आप शेयर करेंगे तो से किसी इनफॉरमेशन पाइबे जे केमती कौन कले जे आम एनवायरनमेंट माने ठीक ठाक रहिबो तो सब आप डिपेंड करे तो आपने केमिति कौन यही पॉइंट को नेबे केमिति कौन आम एनवायरनमेंट परिष्कार रखिए आप निजे गोटे भावतु आमर घर भितर पूरा परिष्कार रोचे घर बाहर अपरिष्कार रोचे जदि सही अपरिष्कार को आम आम घर भितर पकेबा तो आपन केबे सही घर रही पारे ना तो सही भली कथा तो यहाँ गोटे छोट पॉइंट हो पारे किंतु बहुत आम एनवायरनमेंट को इफेक्ट पकेब तो ये वीडियो को ये रखुच्छे तो नेक्स्ट वीडियो कौन करी कौन ना कंपेरिजन कौन वीडियो बनैबी प्लीज कमेंट करें तो सही टॉपिक नहीं आपको किसी इनफॉरमेशन देवी चाइना और इंडिया विषय।